ଓମ୍ ଶାନ୍ତି। 1 ନଭେମ୍ବର 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ତୁମେମାନେ ଏହି ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଅଟ। ତୁମର କାମ ହେଲା ସାରା ବିଶ୍ୱକୁ ବାବାଙ୍କର ସନ୍ଦେଶ ଦେବା। ତୁମେମାନେ ଏହି ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଅଟ। ତୁମର କାମ ହେଲା ସାରା ବିଶ୍ୱକୁ ବାବାଙ୍କର ସନ୍ଦେଶ ଦେବା। ଆଜିର ପ୍ରଶ୍ନ, ଏବେ ତୁମେ ପିଲାମାନେ କେଉଁ ଡେଙ୍ଗୁରା ପିଟୁଛ ଏବଂ କେଉଁ କଥା ବୁଝାଉଛ? ଏବେ ତୁମେ ପିଲାମାନେ କେଉଁ ଡେଙ୍ଗୁରା ପିଟୁଛ ଏବଂ କେଉଁ କଥା ବୁଝାଉଛ? ଉତ୍ତର, ତୁମେ ଡେଙ୍ଗୁରା ପିଟୁଛ ଯେ ବର୍ତ୍ତମାନ ନୂଆ ଦୈବୀ ରାଜଧାନୀର ପୁନର୍ବାର ସ୍ଥାପନା ହେଉଛି। ଅନେକ ଧର୍ମର ଏବେ ବିନାଶ ହେବାକୁ ଯାଉଛି। ତୁମେ ସମସ୍ତଙ୍କୁ ବୁଝାଉଛ ଯେ ସମସ୍ତେ ନିଶ୍ଚିନ୍ତ ରୁହ। ବର୍ତ୍ତମାନ ଆନ୍ତର୍ଜାତିକ ବିଭ୍ରାଟ ସୃଷ୍ଟି ହେବ। ଯୁଦ୍ଧ ନିଶ୍ଚିତ ଲାଗିବ। ତାପରେ ଦୈବୀ ରାଜଧାନୀ ଆରମ୍ଭ ହେବ। ଓମ୍ ଶାନ୍ତି। ଏହା ହେଉଛି ରୁହାନୀ ଅର୍ଥାତ ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ। ସାରା ୟୁନିଭର୍ସ ଅର୍ଥାତ ବିଶ୍ୱରେ ଯେଉଁ ଆତ୍ମାମାନେ ବି ଅଛନ୍ତି, ବିଶ୍ୱବିଦ୍ୟାଳୟରେ କେବଳ ଆତ୍ମାମାନେ ହିଁ ପାଠ ପଢ଼ୁଛନ୍ତି। ୟୁନିଭର୍ସ ଅର୍ଥାତ ବିଶ୍ୱ। ତେବେ ନିୟମ ଅନୁସାରେ ୟୁନିଭର୍ସିଟି ଶବ୍ଦ ତୁମମାନଙ୍କର ରହିଛି। ଏହା ହେଉଛି ରୁହାନୀ ବିଶ୍ୱବିଦ୍ୟାଳୟ। ଶାରୀରିକ ବିଶ୍ୱବିଦ୍ୟାଳୟ ହିଁ ନଥାଏ। ଏହା ହିଁ ଏକମାତ୍ର ପରମ ପିତା ପରମାତ୍ମାଙ୍କର ବିଶ୍ୱବିଦ୍ୟାଳୟ, ଯେଉଁଠି ସବୁ ଆତ୍ମାମାନଙ୍କୁ ଶିକ୍ଷା ମିଳୁଛି। ତୁମର ଏହି ସନ୍ଦେଶ କୌଣସି ନା କୌଣସି ଉପାୟରେ ସମସ୍ତଙ୍କ ପାଖରେ ନିଶ୍ଚୟ ପହଞ୍ଚିବା ଦରକାର। କାରଣ ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ ନା। ଏହି ସନ୍ଦେଶ ମଧ୍ୟ ବିଲକୁଲ ସରଳ ଅଟେ। ପିଲାମାନେ ଜାଣନ୍ତି ଯେ ସିଏ ଆମର ବେହଦର ପିତା ଅଟନ୍ତି, ଯାହାକୁ ସମସ୍ତେ ମନେ ପକାଇଥାନ୍ତି। ଏପରି ମଧ୍ୟ କହିପାର, ସେ ଆମର ବେହଦର ପ୍ରେମିକ। ବିଶ୍ୱରେ ଥିବା ସମସ୍ତ ଜୀବାତ୍ମାମାନେ ସେହି ପ୍ରେମିକଙ୍କୁ ନିଶ୍ଚିତ ରୂପେ ମନେ ପକାଇଥାନ୍ତି। ଏହି ପଏଣ୍ଟସକୁ ଭଲ ଭାବରେ ଧାରଣ କରିବାକୁ ହେବ। ଯାହାଙ୍କର ବୁଦ୍ଧି ଫ୍ରେଶ ଅର୍ଥାତ ବୁଦ୍ଧି ତାଜା ଥିବ, ସେ ଭଲ ଭାବରେ ଧାରଣ କରିପାରିବେ। ବିଶ୍ୱରେ ଥିବା ସମସ୍ତ ଆତ୍ମାମାନଙ୍କର ପିତା ହେଲେ ଜଣେ। ତେବେ ବିଶ୍ୱବିଦ୍ୟାଳୟରେ ତ ମନୁଷ୍ୟମାନେ ହିଁ ପଢ଼ିବେ ନା। ବର୍ତ୍ତମାନ ତୁମେମାନେ ଏକଥା ମଧ୍ୟ ଜାଣିଛ, ଆମେ ହିଁ 84 ଜନ୍ମ ନେଉଛୁ। 84 ଲକ୍ଷ ଯୋନିର କଥା ହିଁ ନାହିଁ। ସାରା ବିଶ୍ୱରେ ଯେଉଁ ଆତ୍ମାମାନେ ବି ଅଛନ୍ତି, ବର୍ତ୍ତମାନ ସମସ୍ତେ ପତିତ ହୋଇଯାଇଛନ୍ତି। ଏହା ହେଉଛି ଛି ଛି ଦୁନିଆ ଦୁଃଖଧାମ। ଏହାକୁ ସୁଖଧାମକୁ ଏକମାତ୍ର ବାବା ହିଁ ନେଇପାରିବେ। ସେଥିପାଇଁ ତାଙ୍କୁ ମୁକ୍ତିଦାତା ମଧ୍ୟ କୁହାଯାଉଛି। ତୁମେ ସାରା ୟୁନିଭର୍ସ ଅଥବା ବିଶ୍ୱର ମାଲିକ ହେଉଛ ନା। ବାବା ସମସ୍ତଙ୍କ ନିମନ୍ତେ କହୁଛନ୍ତି, ଏହି ସନ୍ଦେଶ ପହଞ୍ଚାଇ ଦେଇ ଆସ। ବାବାଙ୍କୁ ସମସ୍ତେ ମନେ ପକାଉଛନ୍ତି। ତାଙ୍କୁ ଗାଇଡି ବା ପଥ ପ୍ରଦର୍ଶକ, ଲିବରେଟର ବା ମୁକ୍ତିଦାତା, ମର୍ସିଫୁଲ ବା ଦୟାର ସାଗର ମଧ୍ୟ କହିଥାନ୍ତି। ଅନେକ ଭାଷା ରହିଛି ନା। ସମସ୍ତ ଆତ୍ମାମାନେ କେବଳ ସେହି ଜଣକୁ ହିଁ ଡାକୁଛନ୍ତି। ତେଣୁ ସାରା ବିଶ୍ୱର ଶିକ୍ଷକ ହେଲେ ନା। ସେ ତ ସମସ୍ତଙ୍କର ପିତା, କିନ୍ତୁ ଏକଥା କାହାକୁ ହେଲେ ଜଣା ନାହିଁ ଯେ ସେ ଆମ ସମସ୍ତ ଆତ୍ମାମାନଙ୍କର ଶିକ୍ଷକ ସହିତ ଗୁରୁ ମଧ୍ୟ ଅଟନ୍ତି। ସିଏ ସମସ୍ତଙ୍କୁ ଗାଇଡ୍ ମଧ୍ୟ କରିଥାନ୍ତି। ସେହି ବେହଦର ଗାଇଡିଙ୍କୁ କେବଳ ତୁମେ ସନ୍ତାନମାନେ ହିଁ ଜାଣିଛ। ଏକଥା ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ଆଉ କେହି ବି ଜାଣିନାହାନ୍ତି। ଆତ୍ମାକୁ ମଧ୍ୟ ତୁମେ ଜାଣିଛ। ଆତ୍ମା କେଉଁ ପ୍ରକାରର ଜିନିଷ ଅଟେ। ଦୁନିଆରେ ତ କେହି ଜଣେ ହେଲେ ଏମିତି ମନୁଷ୍ୟ ନାହାନ୍ତି। ସ୍ୱତନ୍ତ୍ର ରୂପେ ଭାରତ ଓ ସାଧାରଣତଃ ସାରା ଦୁନିଆରେ କାହାକୁ ହେଲେ ବି ଜଣା ନାହିଁ ଯେ ଆତ୍ମା କେଉଁଭଳି ଜିନିଷ ଅଟେ। ଭଲେ କହୁଛନ୍ତି ଯେ ଭ୍ରୁକୁଟି ମଧ୍ୟରେ ଅଜବ ତାରକା ଚମକୁଛି, କିନ୍ତୁ କିଛି ହେଲେ ବି ବୁଝିନାହାନ୍ତି। ଏବେ ତୁମେ ଜାଣୁଛ ଆତ୍ମା ତ ଅବିନାଶୀ। ସେ କେବେ ଛୋଟ ବା ବଡ଼ ହୁଏ ନାହିଁ। ଯେପରି ତୁମ ଆତ୍ମା, ସେହିପରି ବାବା ମଧ୍ୟ ବିନ୍ଦୁ ଅଟନ୍ତି। ଛୋଟ ବଡ଼ ଛୋଟ ନୁହେଁ।
ସେ ମଧ୍ୟ ଆତ୍ମା, କିନ୍ତୁ ସିଏ ପରମାତ୍ମା ଅଟନ୍ତି, ସୁପ୍ରିମ ଅଟନ୍ତି। ବାସ୍ତବରେ ସମସ୍ତ ଆତ୍ମାମାନେ ପରମଧାମର ବାସିନ୍ଦା ଅଟନ୍ତି। ଏଠାକୁ ଅଭିନୟ କରିବା ପାଇଁ ଆସିଥାନ୍ତି, ପୁଣି ନିଜ ପରମଧାମକୁ ଯିବା ପାଇଁ ଚେଷ୍ଟା କରିଥାନ୍ତି। ପରମ ପିତା ପରମାତ୍ମାକୁ ସମସ୍ତେ ମନେ ପକାଉଛନ୍ତି, କାହିଁକି ନା ଆତ୍ମାମାନଙ୍କୁ ପରମ ପିତା ହିଁ ମୁକ୍ତିକୁ ପଠାଇଥିଲେ। ସେଥିପାଇଁ ତାଙ୍କୁ ହିଁ ସମସ୍ତେ ମନେ ପକାଉଛନ୍ତି। ଆତ୍ମା ହିଁ ତମ ପ୍ରଧାନ ହୋଇଯାଇଛି, ପରମାତ୍ମାକୁ କାହିଁକି ମନେ ପକାଉଛନ୍ତି ଏତିକି ବି ଜଣା ନାହିଁ। ଯେପରି ପିଲା ବାବା ବୋଲି କହିଥାଏ, ବାସ୍ ତାକୁ କିଛି ହେଲେ ବି ଜଣା ନଥାଏ। ତୁମେ ମଧ୍ୟ ମମା ବାବା କହୁଛ, କିନ୍ତୁ ତୁମମାନଙ୍କୁ ମଧ୍ୟ କିଛି ହେଲେ ଜଣା ନାହିଁ। ଭାରତରେ ଗୋଟିଏ ନ୍ୟାସନାଲିଟି ଅର୍ଥାତ୍ ଜାତୀୟତା ଥିଲା, ତାକୁ ଦୈବୀ ଜାତୀୟତା କୁହାଯାଉଥିଲା। ପରେ ପୁଣି ଅନ୍ୟାନ୍ୟ ଧର୍ମ ପ୍ରବେଶ କଲେ, ଏବେ କେତେ ଢେର ହୋଇଗଲେଣି। ସେଥିପାଇଁ ଏତେ ଝଗଡ଼ା ଆଦି ହେଉଛି। ଯେଉଁଠି ଯେଉଁଠି ଅନ୍ୟ ଧର୍ମର ଲୋକମାନେ ଅଧିକ ପଶି ଯାଇଛନ୍ତି, ସେମାନଙ୍କୁ ସେଠାରୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ବହୁତ ଗଣ୍ଡଗୋଳ ହୋଇଗଲାଣି। ଅଜ୍ଞାନ ଅନ୍ଧକାର ମଧ୍ୟ ବହୁତ ବଢ଼ିଗଲାଣି। କିଛି ତ ଲିମିଟ୍ ବା ସୀମା ତ ରହିବା ଦରକାର ନା। ନାଟକରେ ଅଭିନେତାମାନଙ୍କର ମଧ୍ୟ ନିର୍ଦ୍ଦିଷ୍ଟ ସଂଖ୍ୟା ଥାଏ। ଏହା ମଧ୍ୟ ପୂର୍ବ ପ୍ରସ୍ତୁତ ଖେଳ ଅଥବା ନାଟକ ଅଟେ। ଏଥିରେ ଯେତିକି ଅଭିନେତା ରହିଛନ୍ତି, ସେଥିରେ କମ୍ ବେଶୀ ହୋଇପାରିବ ନାହିଁ। ଯେତେବେଳେ ସବୁ ଅଭିନେତା ଷ୍ଟେଜକୁ ଆସିଯାଆନ୍ତି, ପୁଣି ସେମାନଙ୍କୁ ଫେରିବାକୁ ମଧ୍ୟ ହୁଏ। ଯେଉଁ ଅଭିନେତାମାନେ ବି ରହିଯାଇଥିବେ, ସେମାନେ ସମସ୍ତେ ଏଠାକୁ ଆସି ଚାଲିବେ। ତେଣୁ ଜନସଂଖ୍ୟା ଯେତେ ନିୟନ୍ତ୍ରଣ କରିବା ପାଇଁ ମୁଣ୍ଡ ପିଟିଲେ ମଧ୍ୟ କରିପାରିବେ ନାହିଁ। ତେବେ ତାଙ୍କୁ କୁହ, ଆମେ ବିକେ ଏପରି ଜନ୍ମ ନିୟନ୍ତ୍ରଣ କରିଦେଉଛୁ ଯେ ସାରା ବିଶ୍ୱରେ ମାତ୍ର ବାକି 9 ଲକ୍ଷ ରହିବେ। ତାପରେ ଜନସଂଖ୍ୟା କମ୍ ହୋଇଯିବ। ଆମେ ଆପଣଙ୍କୁ ସତ୍ୟ କହୁଛୁ, ଏବେ ସେହି ଦୁନିଆର ସ୍ଥାପନା କରୁଛୁ। ତେବେ ନୂଆ ଦୁନିଆ, ନୂଆ ବୃକ୍ଷ ନିଶ୍ଚିତ ଛୋଟ ହିଁ ହେବ। ଏଠାରେ ତ କେହି ବି ଜନସଂଖ୍ୟା ନିୟନ୍ତ୍ରଣ କରିପାରିବେ ନାହିଁ, କାହିଁକି ନା ଦୁନିଆ ଆହୁରି ତମ ପ୍ରଧାନ ହୋଇଚାଲିଛି, ବୃଦ୍ଧି ହୋଇଚାଲିଛି। ଆସିବାକୁ ଥିବା ଅଭିନେତାମାନେ ଏହିଠାରେ ହିଁ ଆସି ଶରୀର ଧାରଣ କରିବେ। ଏହି କଥାକୁ କେହି ବୁଝିପାରୁନାହାନ୍ତି। ଯେଉଁମାନଙ୍କର ତୀକ୍ଷ୍ଣ ବୁଦ୍ଧି, ସେମାନେ ଜାଣୁଛନ୍ତି ଯେ ରାଜଧାନୀରେ ତ ସବୁ ପ୍ରକାରର ପାଟଧାରୀ ରହିବେ। ସତ୍ୟ ଯୁଗରେ ଯେଉଁ ରାଜଧାନୀ ଥିଲା, ତାର ପୁନର୍ବାର ସ୍ଥାପନା ହେଉଛି। ସମସ୍ତେ ସତ୍ୟ ଯୁଗକୁ ଚାଲିଯିବେ। ତୁମେ ବର୍ତ୍ତମାନ ତମ ପ୍ରଧାନରୁ ଶତପ୍ରଧାନ ଶ୍ରେଣୀକୁ ଟ୍ରାନ୍ସଫର ହେଉଛ। ପୁରୁଣା ଦୁନିଆରୁ ନୂଆ ଦୁନିଆକୁ ଯାଉଛ। ତୁମର ପାଠପଢ଼ା ଏହି ଦୁନିଆ ନିମନ୍ତେ ଉଦ୍ଦିଷ୍ଟ ନୁହେଁ। ଏପରି ବିଶ୍ୱବିଦ୍ୟାଳୟ ଆଉ କେଉଁଠି ହୋଇପାରିବ ନାହିଁ। ସ୍ୱୟଂ ଈଶ୍ୱର ପିତା କହୁଛନ୍ତି, ମୁଁ ତୁମମାନଙ୍କୁ ଅମରଲୋକ ପାଇଁ ପାଠ ପଢ଼ାଉଛି। ଏହି ମୃତ୍ୟୁଲୋକର ବିନାଶ ହୋଇଯିବ। ସତ୍ୟ ଯୁଗରେ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜଧାନୀ ଥିଲା। ଏହା କିପରି ସ୍ଥାପନା ହେଲା, ଏ କଥା କାହାକୁ ହେଲେ ଜଣା ନାହିଁ। ବାବା ସବୁବେଳେ କହୁଛନ୍ତି, ଯେଉଁଠାରେ ତୁମେ ଭାଷଣ ଆଦି କରୁଛ, ସେଠାରେ ଏହି ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ନିଶ୍ଚିତ ରଖ ଓ ସେଥିରେ ତାରିଖ ନିଶ୍ଚିତ ଲେଖାଥିବା ଦରକାର। ତୁମେ ବୁଝାଇ ପାରିବ ଯେ ନୂଆ ବିଶ୍ୱର ଆରମ୍ଭରୁ 1250 ବର୍ଷ ପର୍ଯ୍ୟନ୍ତ ଏହି ରାଜବଂଶର ରାଜ୍ୟ ଥିଲା। ଯେପରି କହିଥାନ୍ତି ନା, ଖ୍ରୀଷ୍ଟିଆନ ଡିନାଇଷ୍ଟିର ରାଜ୍ୟ ଥିଲା। ଜଣକ ପଛରେ ଜଣେ ଚାଲି ଆସିଥାନ୍ତି। ଯେତେବେଳେ ଏହି ଦେବତାମାନଙ୍କର ରାଜତ୍ୱ ଥିଲା, ସେତେବେଳେ ଆଉ କେହି ନଥିଲେ। ବର୍ତ୍ତମାନ ପୁନର୍ବାର ଏହି ଡିନାଇଷ୍ଟିର ସ୍ଥାପନା ହେଉଛି। ବାକି ସମସ୍ତଙ୍କର ବିନାଶ ହୋଇଯିବ। ଯୁଦ୍ଧ ମଧ୍ୟ ସମ୍ମୁଖରେ ଉପସ୍ଥିତ। ଭାଗବତ ଆଦିରେ ଏହା ଉପରେ କାହାଣୀ ମଧ୍ୟ ଲେଖାଯାଇଛି। ତୁମେମାନେ ବାଲ୍ୟାବସ୍ଥାରୁ ଏହି କାହାଣୀ ଆଦି ଶୁଣି ଆସୁଥିଲ। ଏବେ ତୁମେମାନେ ଜାଣୁଛ ଏହି ରାଜତ୍ୱ କିପରି ସ୍ଥାପନ ହେଉଛି। ନିଶ୍ଚିତ ବାବା ହିଁ ରାଜଯୋଗ ଶିଖାଇଥିବେ। ଯେଉଁମାନେ ପାସ୍ ହୋଇଥିବେ, ସେହିମାନେ ବିଜୟମାଳାର ଦାନା ହେବେ। ଆଉ କେହି ଏହି ମାଳାକୁ ଜାଣିନାହାନ୍ତି, କେବଳ ତୁମେମାନେ ହିଁ ଜାଣିଛ। ତୁମର ପ୍ରବୃତ୍ତି ମାର୍ଗ ଅଟେ। ଉପରେ ବାବା ଛିଡ଼ା ହୋଇଛନ୍ତି, ଯାହାଙ୍କର ନିଜର ଶରୀର ନାହିଁ।
ପୁଣି ବ୍ରହ୍ମା ସରସ୍ୱତୀରୁ ଲକ୍ଷ୍ମୀ ନାରାୟଣ ହେବେ। ପ୍ରଥମେ ଦରକାର ବାବା, ତାପରେ ପୁଣି ଯୁଗଳ। ରୁଦ୍ରାକ୍ଷର ଦାନା ରହିଥାଏ ନା। ନେପାଳରେ ଏକ ବୃକ୍ଷ ଅଛି ଯେଉଁଠାରୁ ଏହି ରୁଦ୍ରାକ୍ଷର ଦାନା ଆସୁଛି। ସେଥିରେ ମଧ୍ୟ କେତେକ ଅସଲି ରହିଥାଏ। ଯେତେ ଛୋଟ ଦାନା ଦାମ ସେତେ ଅଧିକ। ଏବେ ତୁମେ ଏହାର ଅର୍ଥକୁ ବୁଝିଯାଇଛ। ଏବେ ବିଷ୍ଣୁଙ୍କର ବିଜୟମାଳା ଅଥବା ରୁଣ୍ଡମାଳା ତିଆରି ହେଉଛି। ସେମାନେ ତ କେବଳ ମାଳା ଗଡ଼ାଇ ଗଡ଼ାଇ ରାମ ରାମ କହୁଛନ୍ତି, କିନ୍ତୁ ଅର୍ଥ କିଛି ହେଲେ ନାହିଁ, କେବଳ ମାଳା ଜପ କରୁଛନ୍ତି। ଏଠାରେ ତ ବାବା କହୁଛନ୍ତି ମୋତେ ମନେ ପକାଅ। ଏହା ହେଉଛି ଅଜପା ଜପ। ମୁଖ ଦ୍ୱାରା କିଛି କହିବାର ଆବଶ୍ୟକତା ନାହିଁ। ଗୀତ ମଧ୍ୟ ସ୍ଥୂଳ ହୋଇଯାଉଛି। ପିଲାମାନଙ୍କୁ ତ କେବଳ ବାବାଙ୍କୁ ସ୍ମରଣ କରିବାକୁ ହେବ, ନଚେତ ପୁଣି ଗୀତ ଆଦି ମନେ ପଡ଼ିବ। ଏଠାରେ ମୂଳ କଥା ହେଉଛି ଯୋଗର। ତୁମକୁ ଶବ୍ଦରୁ ଊର୍ଦ୍ଧ୍ୱକୁ ଯିବାକୁ ହେବ। ବାବାଙ୍କର ନିର୍ଦ୍ଦେଶ ହେଉଛି ମନ୍ମନା ଭବ। ବାବା କ'ଣ କହୁଛନ୍ତି କି ଗୀତ ଗାଅ, ରଡ଼ି ମାର। ମୋ ମହିମା ଗାୟନ କରିବାର ମଧ୍ୟ ଆବଶ୍ୟକତା ନାହିଁ। ଏକଥା ତୁମେ ଜାଣିଛ ଯେ ବାବା ଜ୍ଞାନ ଏବଂ ସୁଖ ଶାନ୍ତିର ସାଗର ଅଟନ୍ତି। ଏକଥା ମନୁଷ୍ୟମାନେ ଜାଣିନାହାନ୍ତି, ଏମିତି ଭାବରେ ନାମ ରଖିଦେଇଛନ୍ତି। ଏକଥା ତୁମ ବ୍ୟତୀତ ଆଉ କେହି ବି ଜାଣିନାହାନ୍ତି। ବାବା ହିଁ ଆସି ନିଜର ନାମ ରୂପ ଆଦି ବତାଉଛନ୍ତି। ମୁଁ କିପରି ଅଟେ, ତୁମେ ଆତ୍ମା କିପରି ଅଟ। ଅଭିନୟ କରିବା ପାଇଁ ତୁମେମାନେ ବହୁତ ପରିଶ୍ରମ କରୁଛ। ଅଧା କଳ୍ପ ହେବ ଭକ୍ତି କରି ଆସିଛ। ମୁଁ ତ ଏପରି ଅଭିନୟ କରିବା ପାଇଁ ଆସେ ନାହିଁ। ମୁଁ ଦୁଃଖ ସୁଖରୁ ଅଲଗା ଅଟେ। ତୁମେ ଦୁଃଖ ଭୋଗୁଛ, ପୁଣି ତୁମେ ହିଁ ସତ୍ୟ ଯୁଗରେ ସୁଖ ଭୋଗ କରୁଛ। ତୁମର ପାଠ ମୋ ଠାରୁ ମଧ୍ୟ ଶ୍ରେଷ୍ଠ ଅଟେ। ମୁଁ ତ ଅଧାକଳ୍ପ ଆରାମରେ ସେଠାରେ ବାନପ୍ରସ୍ଥରେ ବସି ରହୁଛି। ତୁମେ ମୋତେ ଡାକି ଆସୁଛ। ଏପରି ନୁହେଁ କି ମୁଁ ସେଠାରେ ବସି ତୁମର ଡାକ ଶୁଣିଥାଏ। ବର୍ତ୍ତମାନ ସମୟରେ ହିଁ ମୋର ପାଠ ରହିଛି। ଡ୍ରାମାର ପାଠକୁ ମୁଁ ଜାଣିଛି। ଏବେ ଡ୍ରାମା ପୁରା ହେବାକୁ ଯାଉଛି। ମୋତେ ଯାଇ ପତିତମାନଙ୍କୁ ପାବନ କରିବାର ପାଠ ବଜାଇବାକୁ ହେବ। ବାସ୍, ଆଉ କୌଣସି କଥା ନାହିଁ। ମନୁଷ୍ୟ ଭାବୁଛନ୍ତି ପରମାତ୍ମା ସର୍ବଶକ୍ତିମାନ ଅନ୍ତର୍ଯ୍ୟାମୀ ଅଟନ୍ତି। ସମସ୍ତଙ୍କ ଭିତରେ କ'ଣ କ'ଣ ସବୁ ଚାଲୁଛି ସେସବୁ ଜାଣିଛନ୍ତି। ବାବା କହୁଛନ୍ତି ବାସ୍ତବରେ ଏପରି କିଛି କଥା ନାହିଁ। ତୁମେ ଯେତେବେଳେ ସମ୍ପୂର୍ଣ୍ଣ ତମ ପ୍ରଧାନ ହୋଇଯାଉଛ, ସେତେବେଳେ ଯଥାର୍ଥ ସମୟରେ ମୋତେ ଆସିବାକୁ ପଡ଼େ। ମୁଁ ସାଧାରଣ ଶରୀରରେ ହିଁ ଆସୁଛି। ତୁମ ସନ୍ତାନମାନଙ୍କୁ ଆସି ଦୁଃଖରୁ ମୁକ୍ତ କରୁଛି। ବ୍ରହ୍ମାଙ୍କ ଦ୍ୱାରା ଗୋଟିଏ ଧର୍ମର ସ୍ଥାପନା ଏବଂ ଶଙ୍କରଙ୍କ ଦ୍ୱାରା ଅନେକ ଧର୍ମର ବିନାଶ। ହାହାକାର ପରେ ଜୟ ଜୟକାର ହେବ। କେତେ ହାହାକାର ହେବାକୁ ଅଛି। ପ୍ରାକୃତିକ ବିପର୍ଯ୍ୟୟରେ କେତେ ମୃତ୍ୟୁବରଣ କରିବେ। ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ବହୁତ ସାହାଯ୍ୟ କରିଥାଏ, ନଚେତ ମନୁଷ୍ୟ ବହୁତ ଦୁଃଖୀ ରୋଗୀ ହୋଇଯିବେ। ବାବା କହୁଛନ୍ତି ପିଲାମାନେ ଦୁଃଖରେ ପଡ଼ି ନ ରହନ୍ତୁ। ସେଥିପାଇଁ ପ୍ରାକୃତିକ ବିପର୍ଯ୍ୟୟ ଏପରି ଜୋରରେ ଆସିବ ଯାହାକି ସମସ୍ତଙ୍କୁ ସମାପ୍ତ କରିଦେବ। ବୋମା ତ କିଛି ନୁହେଁ। ପ୍ରାକୃତିକ ବିପର୍ଯ୍ୟୟ ବହୁତ ସାହାଯ୍ୟ କରିଥାଏ। ଭୂମିକମ୍ପରେ ଢେର ସମାପ୍ତ ହୋଇଯିବେ। ପାଣିର ଗୋଟିଏ ଦୁଇଟି ଜୁଆର ଆସିଲେ ସବୁ ଶେଷ ହୋଇଯିବ। ସମୁଦ୍ର ମଧ୍ୟ ନିଶ୍ଚୟ ଉଛୁଳିବ, ଧରିତ୍ରୀକୁ ଗ୍ରାସ କରିବ। 100 ଫୁଟରେ ପାଣି ଉଛୁଳିଲେ କ'ଣ କରିଦେବ? ଏହା ହେଉଛି ହାହାକାରର ଦୃଶ୍ୟ। ଏପରି ଦୃଶ୍ୟ ଦେଖିବା ପାଇଁ ସାହସ ଦରକାର। ପରିଶ୍ରମ ମଧ୍ୟ କରିବାକୁ ହେବ। ନିର୍ଭୟ ମଧ୍ୟ ହେବାକୁ ପଡ଼ିବ। ତୁମ ସନ୍ତାନମାନଙ୍କ ପାଖରେ ବିଲକୁଲ ଅହଙ୍କାର ରହିବା ଉଚିତ ନୁହେଁ। ଦେହୀ ଅଭିମାନୀ ହୁଅ। ଯେଉଁମାନେ ଦେହୀ ଅଭିମାନୀ ସେମାନେ ବହୁତ ମିଠା ହୋଇଥାନ୍ତି। ବାବା କହୁଛନ୍ତି ମୁଁ ତ ହେଉଛି ନିରାକାର ଏବଂ ବିଚିତ୍ର। ଏଠାକୁ ଆସୁଛି ସେବା କରିବା ପାଇଁ। ଦେଖ ମୋର କେତେ ମହିମା କରୁଛନ୍ତି। ଜ୍ଞାନର ସାଗର ହେ ବାବା ଏବେ ପୁଣି କହୁଛନ୍ତି ପତିତ ଦୁନିଆକୁ ଆସ। ତୁମେ ତ ବହୁତ ଭଲ ନିମନ୍ତ୍ରଣ ଦେଉଛ। ଏପରି ବି କହୁନାହାନ୍ତି ଯେ ସ୍ୱର୍ଗକୁ ଆସି ସୁଖ ତ ଦେଖ। କହୁଛନ୍ତି ହେ ପତିତ ପାବନ, ଆମେ ପତିତ, ଆମକୁ ପବିତ୍ର କରିବା ପାଇଁ ଆସ।
ନିମନ୍ତ୍ରଣ ଦେଖ କିପରି ଦେଉଛନ୍ତି। ଏକଦମ ତମ ପ୍ରଧାନ ପତିତ ଦୁନିଆ ଏବଂ ପତିତ ଶରୀରକୁ ଡାକୁଛନ୍ତି। ଭାରତବାସୀ ବହୁତ ଭଲ ନିମନ୍ତ୍ରଣ ଦେଉଛନ୍ତି। ଡ୍ରାମାରେ ଏହିପରି ରହସ୍ୟ ମଧ୍ୟ ରହିଛି। ଏହାଙ୍କୁ ମଧ୍ୟ ଜଣା ନଥିଲା ଯେ ମୋର ବହୁତ ଜନ୍ମର ଏହା ଅନ୍ତିମ ଜନ୍ମ ଅଟେ। ଯେତେବେଳେ ବାବା ପ୍ରବେଶ କରିଲେ ସେତେବେଳେ କହିଲେ, ବାବା ପ୍ରତ୍ୟେକ କଥାର ରହସ୍ୟକୁ ବୁଝାଉଛନ୍ତି। ବ୍ରହ୍ମାକୁ ହିଁ ସ୍ତ୍ରୀ ହେବାକୁ ପଡ଼ିବ। ବାବା ନିଜେ କହୁଛନ୍ତି, ଇଏ ମୋର ସ୍ତ୍ରୀ ଅଟନ୍ତି। ମୁଁ ଏହାଙ୍କ ଶରୀରରେ ପ୍ରବେଶ କରି ଏହାଙ୍କ ଦ୍ୱାରା ତୁମକୁ ନିଜର କରୁଛି। ତେଣୁ ଇଏ ସତ୍ୟ ସତ୍ୟ ବଡ଼ ମା ହୋଇଗଲେ ଏବଂ ସିଏ ହେଲେ ପୋଷ୍ୟ ମା। ତୁମେ ଏମାନଙ୍କୁ ମାତା ପିତା କହିପାରିବ। ଶିବ ବାବାଙ୍କୁ କେବଳ ପିତା ହିଁ କୁହାଯିବ। ଇଏ ହେଉଛନ୍ତି ବ୍ରହ୍ମା ବାବା, ମମା ଗୁପ୍ତ ଅଟନ୍ତି। ବ୍ରହ୍ମା ହେଲେ ମା, କିନ୍ତୁ ଶରୀର ହେଉଛି ପୁରୁଷର। ଇଏ ତ ସମସ୍ତଙ୍କର ଦାୟିତ୍ୱ ନେଇପାରିବେ ନାହିଁ। ସେଥିପାଇଁ ଏହି କନ୍ୟାକୁ ପୋଷ୍ୟ କରିଛନ୍ତି ଏବଂ ମାତେଶ୍ୱରୀ ନାମ ରଖିଦେଇଛନ୍ତି। ତେବେ ସିଏ ମୁଖ୍ୟ ହୋଇଗଲେ। ଡ୍ରାମା ଅନୁସାରେ ଜଣେ ହିଁ ସରସ୍ୱତୀ ଅଛନ୍ତି। ବାକି ଦୁର୍ଗା, କାଳୀ ଆଦି ଅନେକ ନାମ ରହିଛି। ମାତା ପିତା ତ ଜଣେ ହିଁ ଅଟନ୍ତି ନା। ତୁମେ ସମସ୍ତେ ସନ୍ତାନ ଅଟ। ଗାୟନ ମଧ୍ୟ ରହିଛି, ବ୍ରହ୍ମାଙ୍କର କନ୍ୟା ସରସ୍ୱତୀ। ତୁମେମାନେ ବ୍ରହ୍ମା କୁମାର କୁମାରୀ ଅଟନା। ତୁମମାନଙ୍କର ବହୁତ ନାମ ରହିଛି। ଏସବୁ କଥା ତୁମମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ବୁଝିବେ। ପାଠ ପଢ଼ାରେ ମଧ୍ୟ କ୍ରମାନ୍ୱୟରେ ତ ରହିଥାନ୍ତି ନା। ଜଣେ ଅନ୍ୟ ଜଣକ ସହିତ ସମାନ ହୋଇପାରିବେ ନାହିଁ। ବର୍ତ୍ତମାନ ରାଜଧାନୀ ସ୍ଥାପନ ହେଉଛି। ଏହା ପୂର୍ବ ପ୍ରସ୍ତୁତ ଡ୍ରାମା। ଏହାକୁ ବିସ୍ତାର ଭାବରେ ବୁଝିବା ଦରକାର। ବହୁତ ଢେର ପଏଣ୍ଟସ୍ ରହିଛି। ବାରିଷ୍ଟରୀ ପାଠପଢ଼ାରେ ମଧ୍ୟ କ୍ରମାନ୍ୱୟରେ ରହିଥାନ୍ତି। କେତେକ ବାରିଷ୍ଟର ତ 2-3 ଲକ୍ଷ ରୋଜଗାର କରିଥାନ୍ତି। କେହି ପୁଣି ଫଟା କପଡ଼ା ମଧ୍ୟ ପିନ୍ଧିଥାନ୍ତି। ଏଠାରେ ମଧ୍ୟ ସେହିପରି ଅଛନ୍ତି। ପିଲାମାନଙ୍କୁ ବୁଝାଯାଉଛି ଯେ ଏହା ହେଉଛି ଇଣ୍ଟରନ୍ୟାସନାଲ ସଂଘର୍ଷ। ଏବେ ତୁମେମାନେ ବୁଝାଉଛ ଯେ ସମସ୍ତେ ଚିନ୍ତାମୁକ୍ତ ହୋଇ ରୁହନ୍ତୁ। ଲଢ଼େଇ ତ ନିଶ୍ଚିତ ଲାଗିବ। ତୁମେମାନେ ଡେଙ୍ଗୁରା ପିଟୁଛ କି ନୂଆ ଦୈବୀ ରାଜଧାନୀର ପୁନର୍ବାର ସ୍ଥାପନା ହେଉଛି। ଅନେକ ଧର୍ମର ବିନାଶ ହେବ। ଏହା କେତେ କ୍ଲିଅର ବା ସ୍ପଷ୍ଟ କଥା। ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ପ୍ରଜା ରଚନା କରାଯାଉଛି। କହୁଛନ୍ତି, ଇଏ ମୋର ମୁଖ ବଂଶାବଳୀ। ତୁମେ ମୁଖ ବଂଶାବଳୀ ବ୍ରାହ୍ମଣ ଅଟ। ସେମାନେ ହେଉଛନ୍ତି କୁଳଜାତ ବ୍ରାହ୍ମଣ। ସେମାନେ ହେଲେ ପୂଜାରୀ। ତୁମେ ଏବେ ପୂଜ୍ୟ ହେଉଛ। ତୁମେ ଜାଣିଛ, ଆମେ ହିଁ ଦେବତା, ଆମେ ହିଁ ପୁଣି ପୂଜ୍ୟ ହେଉଛୁ। ତୁମମାନଙ୍କ ଉପରେ ଏବେ ଲାଇଟର ମୁକୁଟ ନାହିଁ। ତୁମମାନଙ୍କର ଆତ୍ମା ଯେତେବେଳେ ପବିତ୍ର ହୋଇଯିବ ସେତେବେଳେ ଏହି ଶରୀର ଛାଡ଼ିଦେବ। ତୁମର ଏହି ଶରୀର ଉପରେ ଲାଇଟର ମୁକୁଟ ଦିଆଯାଇପାରିବ ନାହିଁ, କାରଣ ଶୋଭା ପାଇବ ନାହିଁ। ବର୍ତ୍ତମାନ ତୁମେ ଗାୟନ ଯୋଗ୍ୟ ହେଉଛ। ବର୍ତ୍ତମାନ ସମୟରେ କାହାର ଆତ୍ମା ପବିତ୍ର ନାହିଁ। ସେଥିପାଇଁ କାହା ଉପରେ ମଧ୍ୟ ଏହି ସମୟରେ ଲାଇଟର ମୁକୁଟ ରହିପାରିବ ନାହିଁ। ସତ୍ୟ ଯୁଗରେ ଲାଇଟର ମୁକୁଟ ହେବ। 2 କଳା କମ୍ ଥିଲେ ମଧ୍ୟ ତାଙ୍କୁ ମଧ୍ୟ ଏହି ଲାଇଟ ଦେବା ଉଚିତ ନୁହେଁ। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ନିଜର ସ୍ଥିତିକୁ ଏପରି ଅଚଳ ଏବଂ ନିର୍ଭୟ କରିବାକୁ ହେବ ଯେପରି ଅନ୍ତିମ ବିନାଶର ଦୃଶ୍ୟକୁ ଦେଖିପାରିବ। ଦେହୀ ଅଭିମାନୀ ହେବାର ମେହନତ କରିବାକୁ ହେବ। 2 ନମ୍ବର, ନୂଆ ରାଜଧାନୀରେ ଉଚ୍ଚ ପଦ ପାଇବା ପାଇଁ ପାଠପଢ଼ା ଉପରେ ପୁରା ଧ୍ୟାନ ଦେବାକୁ ହେବ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଜୟମାଳାର ଦାନା ହେବାକୁ ପଡ଼ିବ। ଆଜିର ବରଦାନ, ସର୍ବଦା ଭଗବାନ ଏବଂ ଭାଗ୍ୟର ସ୍ମୃତିରେ ରହୁଥିବା ସର୍ବଶ୍ରେଷ୍ଠ ଭାଗ୍ୟବାନ ଭବ। ସର୍ବଦା ଭଗବାନ ଏବଂ ଭାଗ୍ୟର ସ୍ମୃତିରେ ରହୁଥିବା ସର୍ବଶ୍ରେଷ୍ଠ ଭାଗ୍ୟବାନ ଭବ। ଡିଟେଲ୍ସ,
ସଙ୍ଗମ ଯୁଗରେ ଚୈତନ୍ୟ ସ୍ୱରୂପରେ ଭଗବାନ ନିଜର ପିଲାମାନଙ୍କର ସେବା କରୁଛନ୍ତି। ଭକ୍ତି ମାର୍ଗରେ ସମସ୍ତେ ଭଗବାନଙ୍କର ସେବା କରିଥାନ୍ତି, କିନ୍ତୁ ଏଠାରେ ଚୈତନ୍ୟ ଠାକୁରମାନଙ୍କର ସେବା ସ୍ୱୟଂ ଭଗବାନ କରୁଛନ୍ତି। ଅମୃତ ବେଳାରେ ଉଠାଉଛନ୍ତି, ଭୋଗ ଲଗାଉଛନ୍ତି, ଶୁଆଉଛନ୍ତି। ଶୋଇବାର ଗୀତ ବାଜିବା ପରେ ଶୋଉଥିବା ଏବଂ ଅମୃତ ବେଳାରେ ଗୀତ ବାଜିବା ପରେ ଉଠୁଥିବା ଗେହ୍ଲା ବା ସର୍ବଶ୍ରେଷ୍ଠ ଭାଗ୍ୟବାନ ଆମେ ବ୍ରାହ୍ମଣ ଅଟୁ। ଏହିଭଳି ଭାଗ୍ୟର ଖୁସିରେ ସଦାସର୍ବଦା ଝୁଲୁଥାଅ। କେବଳ ବାବାଙ୍କର ଗେହ୍ଲା ହୁଅ, ମାୟାର ନୁହେଁ। ଯେଉଁମାନେ ମାୟାର ଗେହ୍ଲା ହୋଇଯାଆନ୍ତି ସେମାନେ ବହୁତ ନଖରାମି କରିଥାନ୍ତି। ଆଜିର ସ୍ଲୋଗାନ, ନିଜର ହର୍ଷିତ ମୁଖ ଚେହେରା ଦ୍ୱାରା ସର୍ବପ୍ରାପ୍ତିର ଅନୁଭୂତି କରାଇବା ହିଁ ପ୍ରକୃତ ସେବା। ନିଜର ହର୍ଷିତ ମୁଖ ଚେହେରା ଦ୍ୱାରା ସର୍ବପ୍ରାପ୍ତିର ଅନୁଭୂତି କରାଇବା ହିଁ ପ୍ରକୃତ ସେବା। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା, ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଅଶରୀରୀ ହେବା ଅର୍ଥାତ୍ ଶବ୍ଦଠାରୁ ଉର୍ଦ୍ଧ୍ୱକୁ ଚାଲିଯିବା। ଯଦି ଶରୀର ଅଛି ତେବେ ଶବ୍ଦ ମଧ୍ୟ ରହିବ। ଯଦି ଶାରୀରିକ ଚେତନାଠାରୁ ଉର୍ଦ୍ଧ୍ୱକୁ ଉଠିଯିବ ତେବେ ଶାନ୍ତିର ଅନୁଭବ କରିବ। ଗୋଟିଏ ସେକେଣ୍ଡ ଭିତରେ ସେବାର ସଂକଳ୍ପ କରିବ ଏବଂ ଆଉ ଗୋଟିଏ ସେକେଣ୍ଡରେ ସଂକଳ୍ପଠାରୁ ଉର୍ଦ୍ଧ୍ୱରେ ନିଜର ସ୍ୱରୂପରେ ସ୍ଥିତ ହୋଇଯିବ। କାର୍ଯ୍ୟ କରିବା ପାଇଁ ଶାରୀରିକ ଚେତନାକୁ ଆସୁଥିବ, ପୁଣି ଗୋଟିଏ ସେକେଣ୍ଡ ଭିତରେ ଅଶରୀରୀ ହୋଇଯାଉଥିବ। ଯେତେବେଳେ ଏହି ଡ୍ରିଲ୍ ପକ୍କା ହୋଇଯିବ ସେତେବେଳେ ସବୁ ପରିସ୍ଥିତି ଗୁଡ଼ିକୁ ସାମ୍ନା କରିପାରିବ। ଓମ୍ ଶାନ୍ତି।